2060 ମସିହା। ବାପା ଏଇଟା କଣ? ୟାକୁ ଚଢେଇ କୁହାଯାଏ ପରା। ମୁଁ ଯେତେବେଳେ ତୋ ବୟସରେ ହେଇଥିଲି ଏମାନଙ୍କ କିଚିରି ମିଚିରି ଶବ୍ଦରେ ମୋ ନିଦ ଭାଙ୍ଗୁଥିଲା। ଆଚ୍ଛା, ଏମାନେ ଏବେ କଣ ପାଇଁ ଦେଖା ଯାଉନାହାନ୍ତି କି? କଣ ମରିଗଲେ? ହଁ ଛୁଆ, ଏମାନେ ସବୁ ଧୀରେ ଧୀରେ ମରିଗଲେ। ଯେତେବେଳେ ଆମେ ଆଧୁନିକତା ଦିଗରେ ଆଗେଇ ଚାଲିଲୁ ସେତେବେଳେ ବଡ ବଡ ଟାୱାର ବସିବାକୁ ଲାଗିଲା। ତାପରେ ଆଉ ବହୁତ ଗୁଡ଼ିଏ ଟାୱାର ରେଡିଏସନ ଆକର୍ଷଣ ଯୋଗୁ ଚଢେଇ ମାନେ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲେ। କଣ ଏଟା ସତ? ହଁ ଛୁଆ, ଯଦିବା କେତେକ ବଞ୍ଚିଥିଲେ ତାଙ୍କୁ ରହିବା ପାଇଁ ଘର ଦରକାର ଥିଲା, କିନ୍ତୁ ଆମେ ଗଛ କାଟି ବଡ ବଡ ଘର, ରାସ୍ତା, ସହର, କଳକାରଖାନା ବନେଇବା ପାଇଁ ଲାଗିଲୁ, ଯାହା ଫଳରେ ନା ରହିଲା ସେମାନଙ୍କ ପାଖରେ ଘର ନା ଖାଇବା। ତାହେଲେ ବାପା, ଭୁଲ କଣ ଚଢେଇ ମାନଙ୍କର ଥିଲା? ଠିକ କଥା ପଚାରିଛୁ, ଭୁଲ ଚଢେଇ ମାନଙ୍କର ନଥିଲା, ଭୁଲ ଥିଲା ଆମର। ତାହେଲେ ବାପା, ଆମେ ଯଦି ଏବେ ଗଛ ଲଗେଇବା ତାହେଲେ ଚଢେଇ ମାନେ କଣ ଆଉଥରେ ଫେରି ଆସିବେ? ନା ଛୁଆ, ଆମେ ଏବେ ବହୁତ ଆଗକୁ ପଳେଇ ଆସିଛେ। ଏମାନଙ୍କୁ ଚାହିଁଲେ ବି ଆମେ ଫେରି ଆଣିପାରିବା ନାହିଁ। ଏମାନେ ବଞ୍ଚିବାକୁ କିଛି ମାଗିଲେନି, ଆମେ ରହିବା ପାଇଁ ସବୁ କିଛି ଛଡେଇ ନେଲୁ।